श्रीभगवानुवाच बहूनि मे व्यतीतानि सर्वाणि तव चार्जुन अन्यहं वेद सर्वाणि न त्वं वेत्र परन्तप। श्रोता बंधु आपणକୁ गीता ज्ञाନରେ ସ୍ୱାଗତ। ଚତୁର୍ଥ ଅଧ୍ୟାୟ 5 ନମ୍ବର ଶ୍ଲୋକରେ ଭଗବାନ କହୁଛନ୍ତି, ହେ ପରନ୍ତପ ଅର୍ଜୁନ, ତୁମେ ଓ ମୁଁ ଉଭୟ ଅନେକ ଜନ୍ମ ଗ୍ରହଣ କରିଅଛୁ। ତୁମେ ସେସବୁ ଭୁଲି ଯାଇଛ, କିନ୍ତୁ ମୋର ସେସବୁ ମନେ ଅଛି। ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ଯେ ଅର୍ଜୁନଙ୍କ ସମ୍ମୁଖରେ ସେ ମନୁଷ୍ୟ ରୂପରେ ଛିଡ଼ା ହୋଇଛନ୍ତି, ସେଥିପାଇଁ ତାଙ୍କୁ ମନୁଷ୍ୟମାନଙ୍କ ସହିତ ସମାନ ମନେ କରିବା ଉଚିତ ନୁହେଁ। ଶ୍ରୋତା ବନ୍ଧୁ, ଦେଶର ରାଷ୍ଟ୍ରପତି ବେଳେବେଳେ ଜେଲ୍ ପରିଦର୍ଶନ କରିବା ପାଇଁ ଯାଇଥାନ୍ତି, କିନ୍ତୁ ତାଙ୍କୁ ଜେଲ୍ ମଧ୍ୟରେ ଛିଡ଼ା ହୋଇଥିବାର ଦେଖି ଆମେ ତାଙ୍କୁ ଜଣେ ବନ୍ଦୀ କଏଦୀ ବୋଲି ଭାବିପାରିବା ନାହିଁ। ଆମେ ଜାଣୁ ଯେ ସେ ଜେଲ୍କୁ କେବଳ ପରିଦର୍ଶନ କରିବା ପାଇଁ ଆସିଛନ୍ତି। ସେହିପରି ଭଗବାନ ବେଳେବେଳେ ଧରାପୃଷ୍ଠରେ ଅବତରଣ ଗ୍ରହଣ କରିଥାନ୍ତି, କିନ୍ତୁ ସେ କେବେ ବି ନିଜର ଦିବ୍ୟ ଗୁଣ ଓ ଦିବ୍ୟ ଶକ୍ତିର ରହିତ ହୋଇନଥାନ୍ତି। ଶଙ୍କରାଚାର୍ଯ୍ୟ ଏହି ଶ୍ଲୋକରେ ଉଲ୍ଲେଖ କରିଛନ୍ତି, ୟା ବାସୁଦେବ ଅନିଶ୍ୱରା ସର୍ବଜ୍ଞା ଶଙ୍କା ମୂର୍ଖଣାଂ ତାଂ ପରିହରଂ। ଶ୍ରୀ ଭଗବାନୁବାଚ, ଯେଉଁ ମୂର୍ଖମାନେ ଶଙ୍କା ପ୍ରକାଶ କରନ୍ତି ଯେ ସେ ଭଗବାନ ନୁହନ୍ତି, ତାଙ୍କୁ ଅସତ୍ୟ ସିଦ୍ଧ କରିବା ପାଇଁ ଶ୍ରୀକୃଷ୍ଣ ଏହି ଶ୍ଲୋକଟି କହିଛନ୍ତି। ନାସ୍ତିକମାନେ ଯୁକ୍ତି କରନ୍ତି ଯେ ଶ୍ରୀକୃଷ୍ଣ ଆମ ସମସ୍ତଙ୍କ ପରି ଜନ୍ମ ହୋଇଥିଲେ ଏବଂ ସେ ଆମ ପରି ଖାଉଥିଲେ, ପିଉଥିଲେ, ଶୋଉଥିଲେ, ତେଣୁ ସେ ଭଗବାନ କିପରି ହୋଇପାରିବେ? ଶ୍ରୀକୃଷ୍ଣ ଏଠାରେ ଜୀବ ଓ ଭଗବାନଙ୍କ ମଧ୍ୟରେ ପ୍ରଭେଦ ଦର୍ଶାଇଛନ୍ତି। ସେ କହୁଛନ୍ତି ଯେ ଯଦିଓ ସେ ଅସଂଖ୍ୟ ବାର ସଂସାରରେ ଅବତରିତ ହୋଇଛନ୍ତି, ତଥାପି ସେ ସର୍ବଜ୍ଞ ଅଟନ୍ତି, କିନ୍ତୁ ଜୀବର ଜ୍ଞାନ ସୀମିତ ଅଟେ। ଜୀବାତ୍ମା ଏବଂ ପରମାତ୍ମାଙ୍କ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି। ଉଭୟ ସଚ୍ଚିତ୍ ଆନନ୍ଦମୟ ଅଟନ୍ତି, ତଥାପି ସେମାନଙ୍କ ମଧ୍ୟରେ ଅନେକ ପାର୍ଥକ୍ୟ ମଧ୍ୟ ରହିଛି। ଭଗବାନ ସର୍ବବ୍ୟାପକ ଅଟନ୍ତି, କିନ୍ତୁ ଜୀବ କେବଳ ଶରୀରରେ ବ୍ୟାପ୍ତ ଅଟେ। ଭଗବାନ ସର୍ବଶକ୍ତିମାନ, କିନ୍ତୁ ଭଗବାନଙ୍କର କୃପା ବିନା ଜୀବର ମାୟା କବଳରୁ ମୁକ୍ତି ହେବାର ଶକ୍ତି ମଧ୍ୟ ନାହିଁ। ଭଗବାନ ସୃଷ୍ଟିର ନିୟାମକ ଅଟନ୍ତି, କିନ୍ତୁ ଜୀବ ନିୟମଧୀନ ଅଟେ। ଭଗବାନ ସୃଷ୍ଟିର ରକ୍ଷକ ଅଟନ୍ତି, କିନ୍ତୁ ଜୀବ ତାଙ୍କ ଦ୍ୱାରା ରକ୍ଷିତ ହୋଇଥାଏ। ଭଗବାନ ସର୍ବଜ୍ଞ ଅଟନ୍ତି, କିନ୍ତୁ ଆତ୍ମାର କୌଣସି ଗୋଟିଏ ବିଷୟରେ ମଧ୍ୟ ପୂର୍ଣ୍ଣ ଜ୍ଞାନ ନଥାଏ। ଶ୍ରୀକୃଷ୍ଣ ଏହି ଶ୍ଲୋକରେ ଅର୍ଜୁନଙ୍କୁ ପରନ୍ତପ ଅର୍ଥାତ୍ ଶତ୍ରୁମାନଙ୍କର ବିନାଶକାରୀ ବୋଲି କହିଛନ୍ତି। ତଦ୍ୱାରା ସେ କହିବାକୁ ଚାହୁଁଛନ୍ତି, ଅର୍ଜୁନ, ତୁମେ ବହୁତ ପରାକ୍ରମୀ, ଶତ୍ରୁମାନଙ୍କୁ ବଧ କରିଥିବା ଜଣେ ବୀର ଯୋଦ୍ଧା ଅଟ। ବର୍ତ୍ତମାନ ତୁମେ ତୁମ ମନରେ ଉଠୁଥିବା ଶଙ୍କା ଆଗରେ ପରାସ୍ତ ହୁଅ ନାହିଁ। ମୁଁ ତୁମକୁ ଦେଉଥିବା ଜ୍ଞାନର ଖଡ଼୍ଗରେ ତୁମେ ତାକୁ ବଧ କର ଏବଂ ଜ୍ଞାନରେ ସ୍ଥିତ ହୁଅ। ଅଜପି ସନ୍ନ ବିଆତ୍ମା ଭୂତାନି ମୀଶ୍ୱରୋऽପି ସନ୍ ପ୍ରକୃତିଂ ସ୍ୱାମଧିଷ୍ଠାୟ ସମ୍ଭବାମ୍ୟତ୍ମ ମାୟୟା। ଭଗବାନ କହୁଛନ୍ତି, ଯଦିଓ ମୁଁ ଅଜନ୍ମା, ସମସ୍ତ ପ୍ରାଣୀଙ୍କର ଅଧୀଶ୍ୱର ଏବଂ ଅବିନାଶୀ ଗୁଣସମ୍ପନ୍ନ ଅଟେ, ତଥାପି ମୁଁ ମୋର ଦିବ୍ୟ ଯୋଗମାୟା ଶକ୍ତି ଦ୍ୱାରା ସଂସାରରେ ଆବିର୍ଭାବ ହୋଇଥାଏ। ଶ୍ରୋତା ବନ୍ଧୁ, ଅନେକ ବ୍ୟକ୍ତି ଭଗବାନଙ୍କ ସାକାର ରୂପ ଧାରଣ କରିବା ବିଷୟକୁ ଅବିଶ୍ୱାସ କରନ୍ତି। ସେମାନେ ସର୍ବବ୍ୟାପକ, ଅଶରୀରା ଏବଂ ଅତି ସୂକ୍ଷ୍ମ ଗୁଣଯୁକ୍ତ ନିରାକାର ବ୍ରହ୍ମକୁ ଅଧିକ ସହଜରେ ଗ୍ରହଣ କରିଥାନ୍ତି। ନିଶ୍ଚିତ ରୂପେ ଭଗବାନ ଅଶରୀରା ଓ ନିରାକାର ଅଟନ୍ତି, କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେ ସାକାର ରୂପ ଗ୍ରହଣ କରିପାରିବେ ନାହିଁ। ଯେହେତୁ ଭଗବାନ ସର୍ବଶକ୍ତିମାନ ଅଟନ୍ତି, ତାଙ୍କର କ୍ଷମତା ଅଛି ଯେ ସେ ଯେତେବେଳେ ଚାହିଁବେ ସାକାର ରୂପ ଧାରଣ କରିପାରିବେ। ଯଦି ଏଠାରେ ଜଣେ ଯୁକ୍ତି କରନ୍ତି ଯେ ଭଗବାନ ସାକାର ରୂପ ନେଇପାରିବେ ନାହିଁ,
ତା ଅର୍ଥ ସେ ଭଗବାନଙ୍କୁ ସର୍ବଶକ୍ତିମାନ ଭାବେ ଗ୍ରହଣ କରୁନାହାନ୍ତି। ଅତଏବ ଭଗବାନ ନିରାକାର ଅଟନ୍ତି କହିବା ଏକ ଅସମ୍ପୂର୍ଣ୍ଣ ବକ୍ତବ୍ୟ ଅଟେ। ଅନ୍ୟ ପକ୍ଷରେ ଭଗବାନ ସାକାର ରୂପରେ ରହନ୍ତି କହିବା ମଧ୍ୟ ଆଂଶିକ ସତ୍ୟ ଅଟେ। ସର୍ବଶକ୍ତିମାନ ଭଗବାନଙ୍କ ଦିବ୍ୟ ରୂପରେ ଉଭୟ ଦିଗ ରହିଛି, ସାକାର ରୂପ ତଥା ନିରାକାର ରୂପ। ବୃହଦ୍ ଆରଣ୍ୟକ ଉପନିଷଦ କହେ, ଦ୍ୱୈବାଦ ବ୍ରହ୍ମଣ ରୂପେ ମୂର୍ତ୍ତଂ ଚୈବ ଅମୂର୍ତ୍ତଂ ଚ। ଭଗବାନ ଉଭୟ ପ୍ରକାରରେ ଆବିର୍ଭାବ ହୁଅନ୍ତି, ନିରାକାର ବ୍ରହ୍ମ ଏବଂ ସାକାର ଭଗବାନ। ଉଭୟ ତାଙ୍କ ବ୍ୟକ୍ତିତ୍ୱର ପରିପ୍ରକାଶ ଅଟେ। ବାସ୍ତବରେ ଆତ୍ମାରେ ମଧ୍ୟ ଦୁଇଟି ଅବସ୍ଥିତ ଅଛି। ଏହା ନିରାକାର, ତେଣୁ ମୃତ୍ୟୁ ସମୟରେ ଶରୀର ତ୍ୟାଗ କରିବା ସମୟରେ ଦୃଷ୍ଟିଗୋଚର ହୋଇନଥାଏ। ତଥାପି ଏହା ଏକ ଶରୀର ଧାରଣ କରିଥାଏ ଏବଂ କେବଳ ଥରେ ନୁହେଁ, ଅସଂଖ୍ୟ ଥର ଗୋଟିଏ ଜନ୍ମରୁ ଅନ୍ୟ ଜନ୍ମକୁ ଗତି କରିଥାଏ। ଯଦି ଗୋଟିଏ କ୍ଷୁଦ୍ର ଆତ୍ମା ଶରୀର ଧାରଣ କରିପାରୁଛି, ତାହେଲେ ସର୍ବଶକ୍ତିମାନ ଭଗବାନ କ'ଣ ଶରୀର ଧାରଣ କରିପାରିବେ ନାହିଁ? କ'ଣ ଭଗବାନ ଏକଥା କହୁଛନ୍ତି ଯେ ମୋର ସାକାର ରୂପ ଧାରଣ କରିବାର ଶକ୍ତି ନାହିଁ? ତେଣୁ ମୁଁ ଏକ ନିରାକାର ଜ୍ୟୋତି ମାତ୍ର ହୋଇ ରହିବି। ନିର୍ଦ୍ଦୋଷ ଏବଂ ପରିପୂର୍ଣ୍ଣ ହେବା ପାଇଁ ସେ ଉଭୟ ସାକାର ଓ ନିରାକାର ହେବା ଆବଶ୍ୟକ। ପାର୍ଥକ୍ୟ ଏହା ଯେ ଆମର ରୂପ ଜଡ଼ଶକ୍ତି ମାୟା ଦ୍ୱାରା ନିର୍ମିତ, ଭଗବାନଙ୍କର ରୂପ ତାଙ୍କର ଦିବ୍ୟଶକ୍ତି ଯୋଗମାୟା ଦ୍ୱାରା ସୃଷ୍ଟି ହୋଇଥାଏ। ତେଣୁ ଏହା ଦିବ୍ୟ ଏବଂ ମାୟିକ ଦୋଷରହିତ ଅଟେ। ଏହାର ବର୍ଣ୍ଣନା ପଦ୍ମ ପୁରାଣରେ ଅତି ସୁନ୍ଦର ଭାବରେ କରାଯାଇଛି। ଯସ୍ତୁ ନିର୍ଗୁଣ ଇତ୍ୟୁକ୍ତଃ ଶାସ୍ତ୍ରେଷୁ ଜଗଦୀଶ୍ୱରଃ ପ୍ରାକୃତେ ହେୟ ସଂଯୁକ୍ତୈ ଗୁଣୈଃ ନ ତୁମୁଚ୍ୟତେ। ଯେଉଁଠାରେ ବେଦଶାସ୍ତ୍ର ଏପରି କହିଥାନ୍ତି ଯେ ଭଗବାନଙ୍କର ରୂପ ନାହିଁ, ତାହାର ତାତ୍ପର୍ଯ୍ୟ ତାଙ୍କର ରୂପ ମାୟା ଦୋଷ ରହିତ ଅଟେ, ବରଂ ତାହା ଏକ ଦିବ୍ୟ ରୂପ ଅଟେ। ଶ୍ରୋତାବନ୍ଧୁ, ଆମେ ଏହି ଶ୍ଲୋକରୁ କ'ଣ ଶିଖିଲେ? ଭଗବାନ ନିରାକାର ହୁଅନ୍ତୁ କିମ୍ବା ସାକାର ହୁଅନ୍ତୁ, ସେଥିରେ ଆମର ଚିନ୍ତା କରିବାର ଆବଶ୍ୟକ ନାହିଁ। ଭଗବାନ ସର୍ବଶକ୍ତିମାନ, ସେ ଚାହିଁଲେ ନିରାକାର ହୋଇ ରହିପାରିବେ ଏବଂ ସାକାର ରୂପ ମଧ୍ୟ ଧାରଣ କରିପାରିବେ। ତେଣୁ ଆମେ ସେସବୁ କଥା ଚିନ୍ତା ନ କରି ଭଗବାନଙ୍କର ଶରଣରେ ଆସିବା ଦରକାର ଏବଂ ଭଗବାନଙ୍କୁ ଭକ୍ତି କରିବା ଦରକାର। ଶ୍ରୋତାବନ୍ଧୁ, ଆମେ ଆଗାମୀ ଭିଡ଼ିଓରେ ଶ୍ଲୋକ 7 ଠାରୁ ଆଗକୁ ଆଲୋଚନା କରିବା। ହରେ କୃଷ୍ଣ, ଗୋବିନ୍ଦ ଆପଣଙ୍କର ମଙ୍ଗଳ କରନ୍ତୁ।